ଆଜି ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଘୋଷ ଯାତ୍ରା। ଗତକାଲି ଶ୍ରୀଜୀଉ ମାନେ ଗୋଟି ପହଣ୍ଡିରେ ରଥାରୂଢ଼ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଦ୍ୱିତୀୟ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଗଡ଼ିବ ଏବଂ ଯେଉଁଭଳି ଭାବରେ ବର୍ତ୍ତମାନ ସମୟରେ ଆମେ ଆସି ପହଞ୍ଚିଛୁ, ଇଏ ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ। ଦେଖିପାରୁଥିବେ କିଭଳି ଭାବରେ ସକାଳେ ସକାଳେ ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁମାନେ ଏଠାରେ ପହଞ୍ଚିଛନ୍ତି ଏବଂ ଲାଇନରେ ଅପେକ୍ଷା କରିଛନ୍ତି ପୂଜା କରିବା ପାଇଁ ଏବଂ ଠାକୁରଙ୍କୁ ଦର୍ଶନ କରିବା ପାଇଁ। ଦେଖିପାରୁଥିବେ କିଭଳି ଭାବରେ ଇଏ ବର୍ତ୍ତମାନ ସମୟରେ ଗୋଟେ ନିଆରା ଦୃଶ୍ୟ ମୁଁ କହିପାରିବି ଦ୍ୱିତୀୟ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ। ଯେହେତୁ ଆଜି ରଥ ଟଣା ରହିଛି, ଗତକାଲି ଯୋଉ ଶ୍ରୀଜୀଉ ମାନେ ଗୋଟି ପହଣ୍ଡିରେ ରଥାରୂଢ଼ ହେଇ ରାତି ସାରା ରଥରେ ରହି ଦର୍ଶକ ମାନେ ଦର୍ଶନ ଦଉଛନ୍ତି ଭକ୍ତମାନଙ୍କୁ। ନିଶ୍ଚିତ ଭାବରେ ଇଏ କୋଉଠି ନା କୋଉଠି ଗୋଟେ ନିଆରା ଦୃଶ୍ୟ ଆମେ କହିପାରିବା। ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆଜି ସକାଳ ଠାରୁ ପହଞ୍ଚିଛନ୍ତି। ଇଏ ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ଦୃଶ୍ୟ। ତେଣୁ ଆମେ କଥା ହେବା, ଆମ ସହିତ କିଛି ଭକ୍ତ ମଧ୍ୟ ଅଛନ୍ତି କି ହେଇଛନ୍ତି ଯୋଉ ପୂଜା କରିବା ପାଇଁ। କଣ କହିବା ଆଜ୍ଞା, ଆପଣ ମାନେ ଅପେକ୍ଷା କରିଛନ୍ତି ପୂଜା କରିବେ, ଜଗନ୍ନାଥଙ୍କ ପୂଜା କରିବା ପାଇଁ ଆପଣ ମାନେ ଲାଇନରେ ଛିଡା ହେଇଛନ୍ତି। ଜଗନ୍ନାଥ ହଉଛନ୍ତି ଆମର ଆରାଧ୍ୟ ଦେବତା। ଆମେ ଆମର ସେ ବାରିପଦାର ଦ୍ୱିତୀୟ ଶ୍ରୀକ୍ଷେତ୍ର ନାମରେ ଆମେ ପୁରା ତାଙ୍କୁ ସାନ ବେଳୁ ହିଁ ତାଙ୍କୁ ପୂଜା କରି ଆସୁ। ତାଙ୍କର ଟିକେ ସେ ମୁହଁଟା ଦେଖିବା ପାଇଁ, ତାଙ୍କ ସେ ଆଖି ଦିଟା ଦେଖିବା ପାଇଁ ଆମେ ମାନେ ସବୁବେଳେ ବିଚଳିତ ହଉଥାଉ, କେମିତି ଆମେ ଦେଖିବୁ ଟିକେ। ସେ ଆଜି ବାହାରକୁ ଆସିଛନ୍ତି, ସେଇଥିପାଇଁ ଆମେ ତାଙ୍କ ପାଖକୁ ସବୁ ତୁଳସୀ ଟିକେ ମାଳ କରିକି ଆଣିଛି, ଫୁଲ ଟିକେ ଆଣିଛି ତାଙ୍କ ଉପରେ ଚଢେଇବି ବୋଲି। କଣ ମାଗିବେ ତାଙ୍କୁ? କିଛି ନାହିଁ, ତାଙ୍କ ମୁହଁଟା ଖାଲି ମୁଁ ଦେଖିବି ବାସ୍। ମୁଁ କିଛି କେବେ ମାଗେନି ତାଙ୍କୁ। ତାଙ୍କୁ ଦେଖିଦେଲେ ହିଁ ମତେ ମୋର ସବୁ କିଛି ମାନେ ପାଇଯାଏ। ନିଶ୍ଚିତ ଭାବରେ ଦେଖନ୍ତୁ, ଦେଖିଦେଲେ ହିଁ ସବୁ କିଛି ମିଳିଯାଏ। ସିଏ ତ ଦୟାର ଠାକୁର, ମାଗିବା ପାଇଁ ପଡେନି, ସେ ଆପେ ଆପେ ସମସ୍ତଙ୍କୁ ସବୁ କିଛି ଦେଇଥାନ୍ତି। ଦେଖିପାରୁଥିବେ କିଭଳି ଭାବରେ ସମସ୍ତଙ୍କ ହାତରେ ଯୋଉ ପୂଜା ଡଲା ରହିଛି ଏବଂ ଫୁଲ ରହିଛି। ସମସ୍ତେ ଅପେକ୍ଷା କରିଛନ୍ତି କାଳିଆଙ୍କୁ ଦର୍ଶନ କରିବେ ଏବଂ ପୂଜା କରିବେ। କଣ କହିବେ ମ୍ୟାଡାମ, ଆପଣ କେତେବେଳେ ଛିଡା ହେଲେନି ଲାଇନ? ଆମେ 6ଟା ବେଳୁ ଛିଡା ହେଲୁଣି, ହେଇଗଲା। ଲାଇନ ଆସିନି? ନା, ଲାଇନ ପହଞ୍ଚିନି। କାଳିଆ ପାଖରେ ବହୁତ ଭିଡ ହେଇଛି, କିନ୍ତୁ କାଳିଆକୁ ଦେଖା କରିବା ପାଇଁ ସମସ୍ତେ ତ କଷ୍ଟ ହଉ କି ଯାହା ବି ହଉ ଛିଡା ହେଇଛନ୍ତି, ଆଉ ଖୁସି ଲାଗୁଛି। ନିଶ୍ଚିତ ଭାବରେ ଯେହେତୁ କାଳିଆଙ୍କୁ ଦେଖିବେ ବା କାଳିଆ ପାଖରେ ପୂଜା କରିବେ, ସେଥିପାଇଁ ସମସ୍ତଙ୍କ ମନରେ ଆଗ୍ରହ ତ ରହିଛି ଆଉ ଅପେକ୍ଷାର ମଧ୍ୟ ଗୋଟେ ମଜା ରହିଛି। କଣ କହିବେ ମ୍ୟାଡାମ, ଆପଣ ଛିଡା ହେଇଛନ୍ତି ଲମ୍ବା ଲାଇନରେ, ଯାହା ଚାଲିଛି, ଜଗନ୍ନାଥଙ୍କର ପୂଜା କରିବେ, ଲାଇନରେ ଛିଡା ହେଇଛନ୍ତି। ଆଜ୍ଞା, ଆସିଛୁ ସକାଳୁ ପହରୁ ଛିଡା ହେଇଛୁ, 2 ଘଣ୍ଟା ହେଇଗଲାଣି। କାଳିଆ ଠାକୁରଙ୍କ ପାଖରେ ତ ସମସ୍ତଙ୍କର ଭିଡ ଲାଗିଛି। ଆମେ ବି ଏଇ ଦିନକୁ ଅପେକ୍ଷା କରିଥିଲୁ, ଆସିଛୁ ଆଜି ଆଉ ଠାକୁରଙ୍କୁ ଦର୍ଶନ କରିକି ଯିବୁ। ଆଜି ହଉଛି ରଥ ଟଣା। ବିଶେଷ କରିକି ଯୋଉ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଯୋଉ ସବୁଠାରୁ ଗୋଟେ ବିଶେଷତ୍ୱ ରହିଛି ଏବଂ ଯୋଉ ଗୋଟେ ପରମ୍ପରା ରହିଛି, ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣନ୍ତି। ସେଇଟା ବହୁତ ଆକର୍ଷଣୀୟ ଆମର ବାରିପଦା ପାଇଁ, ଯେ ଏଟାକୁ କେବଳ ଆମେ ମା ଭଉଣୀ ମାନେ ହିଁ ଟାଣୁ ସୁଭଦ୍ରା ମାଙ୍କୁ। ତ ଗୋଟେ ବର୍ଷର ଅପେକ୍ଷାର ଆଜି ଅନ୍ତ ଘଟିଛି। ଆଜି ସେ ସମୟ ଆସୁଛି, ସେ ଶୁଭ ମୁହୂର୍ତ୍ତ ଆସୁଛି, ଆପଣ ମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ। ଆଜ୍ଞା ଆଜ୍ଞା, ନିହାତି କେତେ ଉତ୍ସାହିତ ଅଛନ୍ତି? ବହୁତ ଖୁସି ଅଛୁ ସାର୍, ଯେହେତୁ ଆମେ ତାଙ୍କୁ ଟାଣିବୁ ନା, ଆମେ ମା ଭଉଣୀ ମାନେ ହିଁ। ତ ସେଟା ପାଇଁ ଆମ ମାନଙ୍କୁ ହିଁ ସିଏ ସେଟା ଦେଇଛନ୍ତି ଯେ କେବଳ ମା ଭଉଣୀ ମାନେ ହିଁ ସୁଭଦ୍ରା ମାଙ୍କୁ ଟାଣି ପାରିବେ। ବହୁତ ଖୁସି ଅଛୁ, ଟାଣିବୁ, ଆମେ ଆସିବୁ। ନିଶ୍ଚିତ ଭାବରେ ଦେଖନ୍ତୁ, ଇଏ ଗୋଟେ ଦ୍ୱିତୀୟ ଶ୍ରୀକ୍ଷେତ୍ରର ଗୋଟେ ବିଶେଷତ୍ୱ ବା ସବୁଠାରୁ ଗୋଟେ ନିଆରା ପରମ୍ପରା ହଉଛି ଯୋଉ ଦେବୀ ସୁଭଦ୍ରାଙ୍କ ରଥ ରହିଛି। ସୁଭଦ୍ରାଙ୍କର ଦର୍ପ ଦଳନ ରଥକୁ କେବଳ ମହିଳା ମାନେ ହିଁ ଏଠାରେ ଟାଣିଥାନ୍ତି, ଯାହାକି 1975 ମସିହାରୁ ଇଏ ଆରମ୍ଭ ହେଇ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲି ଆସୁଛି। ଦେଖିପାରୁଥିବେ ସମସ୍ତଙ୍କ ହାତରେ ତୁଳସୀ ରହିଛି ଏବଂ ଅପେକ୍ଷାରେ ସମସ୍ତେ ରହିଛନ୍ତି କେତେବେଳେ ସେମାନଙ୍କର ଯୋଉ ଲାଇନ ଆସିବ ଏବଂ ସେମାନେ ରଥ ଉପରକୁ ଯାଇ ମହାପ୍ରଭୁଙ୍କର ପୂଜା କରିବେ। ଇଏ ଦେଖିପାରୁଥିବେ କିଭଳି ଭାବରେ ବର୍ତ୍ତମାନ ସମୟରେ ସମସ୍ତେ ଅପେକ୍ଷାରତ। କଣ କହିବା ଆଜ୍ଞା, ଆପଣ ଅପେକ୍ଷା କରିଛନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପୂଜା କରିବେ ମହାପ୍ରଭୁଙ୍କୁ? ଆଜ୍ଞା, ମହାପ୍ରଭୁଙ୍କୁ ତ ଦର୍ଶନ କରିବା ପାଇଁ ଆସିଛୁ, ଭିଡ ତ ଅଛି, ଦେଖିବା କଣ ହଉଛି, ଯେତେବେଳେ ଲାଇନ ଆସିବ ସେତେବେଳେ ଯିବୁ ଆଉ। କୋଉଠୁ ଆସିଛନ୍ତି? ବାରିପଦା ସୋନଗଡି। ନିଶ୍ଚିତ ଭାବରେ ମ୍ୟାଡାମ, ମାଉସୀ କଣ କହିବେ, ହାତରେ ଭୋଗ ଧରିଛନ୍ତି, କାଳିଆକୁ ଚଢେଇବେ, କେତେ ଖୁସି ଅଛନ୍ତି? ଖୁସି ଅଛେ, କଷ୍ଟ କରିବାର କି ଟିକେ ହବ ଆଉ। ଅପେକ୍ଷା କର, ଧାଡିର ଲାଇନ ର ରହିଛେ ତ, ଠାକୁରଙ୍କ ଦର୍ଶନ କରିତେ ନା ଟିକେ କଷ୍ଟ କରିବା ପାଇଁ ହବ। ନିଶ୍ଚିତ ଭାବରେ ଠାକୁରଙ୍କର ସାନ୍ନିଧ୍ୟ ପାଇବା ପାଇଁ ବା ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିଶ୍ଚିତ ଭାବରେ ଟିକେ ତ କଷ୍ଟ ନିଶ୍ଚିତ କରିବା ପାଇଁ ପଡିବ। ଏବଂ ଏ କଷ୍ଟ ମଧ୍ୟ ଯେତେବେଳେ ଜଗନ୍ନାଥଙ୍କର ମୁହଁ ଦେଖି ଦିଆଯାଏ ବା ରଥ ଉପରେ ଯେତେବେଳେ ଶ୍ରୀଜୀଉଙ୍କୁ ଦେଖିଲା ପରେ ସେ କଷ୍ଟ ନିଶ୍ଚିତ ଭାବରେ କୁଆଡେ ଚାଲିଯାଏ ବୋଲି ସମସ୍ତଙ୍କର ଯୋଉ ମାନେ ମତ ମଧ୍ୟ ରହିଛି। ଦେଖିପାରୁଥିବେ ଯୋଉ ଦୃଶ୍ୟ, ଇଏ ହଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଦୃଶ୍ୟ। ଆଉ କିଛି
ସମୟର ଅପେକ୍ଷା ଏଠାରେ ରଥଯାତ୍ରା ଅନୁଷ୍ଠିତ ହେବ ଯୋଉଭଳି ଭାବରେ ବିଶେଷ କରିକି ଯେହେତୁ ଏଠାରେ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବେ ସେଥିପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଏଠାରେ କଡ଼ାକଡ଼ି କରାଯାଇଛି ପୁରା ଯୋଉଭଳି ଭାବରେ 100ଟି କ୍ୟାମେରା ସର୍ଭେଲାନ୍ସରେ ରହିଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ପୁରା ବଡ଼ ଦାଣ୍ଡ ସହିତ ବିଭିନ୍ନ ସ୍ଥାନରେ 100ରୁ ଅଧିକ କ୍ୟାମେରା ଲଗାଯାଇଛି ଏବଂ ଏହା ସହିତ ଯୋଉ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ 31 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ଜଣେ ଏସପି 3 ଜଣ ଏଡିସନାଲ ଏସପି 17 ଜଣ ଇନ୍ସପେକ୍ଟର ଏବଂ 80ରୁ ଅଧିକ ସବ୍ ଇନ୍ସପେକ୍ଟର ଏବଂ ଏଏସଆଇ ମଧ୍ୟ ରହିଥିବା ବେଳେ 250ରୁ ଅଧିକ ହୋମଗାର୍ଡ ମଧ୍ୟ ଏଥିରେ ନିୟୋଜିତ ରହିଛନ୍ତି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ସମସ୍ତେ ବର୍ତ୍ତମାନ ଅପେକ୍ଷା ସେଇ ଶୁଭ ମୁହୂର୍ତ୍ତକୁ ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ ଭକ୍ତ ପ୍ରସ୍ତୁତ ଏବଂ ଭଗବାନ ମଧ୍ୟ ପ୍ରସ୍ତୁତ ଏବେ କେବଳ ଅପେକ୍ଷା ସେଇ ଶୁଭ ମୁହୂର୍ତ୍ତକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରୁ ଦୋଳଗୋବିନ୍ଦ ବାରିକ କନକ ନ୍ୟୁଜ୍।